26/1914। ଉପରେ ଝଡ଼, ସାଗର ଉତ୍ତାଳ ତରଙ୍ଗମୟ। ଢେଉ ସହିତ ଢେଉର ସଂଘର୍ଷ। ଗୋଟିକ ଉପରେ ଅନ୍ୟଟି ଭାଙ୍ଗି ପଡ଼ୁଛି। ବିପୁଳ ଗର୍ଜନ ସହ ମଥା ପିଟୁଛି। କିନ୍ତୁ ବରାବର ଏହି ଉନ୍ମତ୍ତ ଜଳରାଶିର ତଳେ ରହିଛି ବିପୁଳ ପ୍ରସାର। ସେ ସ୍ଥିର, ପ୍ରଶାନ୍ତ ଓ ସହାସ୍ୟ। ଉପରର ଏହି ଚାଞ୍ଚଲ୍ୟକୁ ଦେଖୁଛି ଏକ ଅପରିହାର୍ଯ୍ୟ ଘଟଣା ହିସାବରେ। ଜଡ଼କୁ ପ୍ରବଳ ଭାବରେ ମନ୍ଥନ କରିବାକୁ ହେବ, ଯେପରିକି ସେ ଭଗବାନଙ୍କର ପୂର୍ଣ୍ଣ ଜ୍ୟୋତି ପ୍ରକାଶ କରିବାକୁ ସକ୍ଷମ ହୁଏ। ବିକ୍ଷୁବ୍ଧ ବାହ୍ୟ ରୂପର ପଶ୍ଚାତରେ, ଦ୍ୱନ୍ଦ୍ୱ ଓ ଦାରୁଣ ସଂଘର୍ଷର ପଶ୍ଚାତରେ ଚୈତନ୍ୟ ତା'ର ସ୍ଥିରାସନରେ ଦୃଢ଼ ପ୍ରତିଷ୍ଠ। ବାହ୍ୟ ସତ୍ତାର ସକଳ କ୍ରିୟାବଳୀକୁ ନିରୀକ୍ଷଣ କରୁଛି। କେବଳ ସେତିକିବେଳେ ହସ୍ତକ୍ଷେପ କରେ ଯେତେବେଳେ କୌଣସି ଦିଗ ବା ସ୍ଥାନ ସଂଶୋଧନ କରିବା ଦରକାର ପଡ଼େ। ଯେପରିକି ଖେଳଟି ଭିତରେ କୌଣସି ନାଟକୀୟ ଆତିଶଯ୍ୟ ଆସି ନ ପଡ଼େ। ଏହି ହସ୍ତକ୍ଷେପ କେତେବେଳେ ଦୃଢ଼, କେତେବେଳେ କଠୋର ବା ଶ୍ଳେଷମୟ ହୁଏ, କେତେବେଳେ ବା ସ୍ୱାଭାବିକ ଅବସ୍ଥାକୁ ଫେରିଯିବା ପାଇଁ ତାଗିଦ କିମ୍ବା ଟିକିଏ ବ୍ୟଙ୍ଗମୟ ହୁଏ। କିନ୍ତୁ ତାହା ସର୍ବଦା ସେହି ମଧୁର, ସବଳ, ପ୍ରଶାନ୍ତ ଓ ପ୍ରସନ୍ନ କରୁଣାରେ ପରିପୂର୍ଣ୍ଣ। ନୀରବତା ଭିତରେ ମୁଁ ଦେଖିଲି ତୋର ଅସୀମ ସନାତନ ଦିବ୍ୟାନନ୍ଦ। ତା'ପରେ ଯାହା ଅନ୍ଧକାର ଓ ଦ୍ୱନ୍ଦ୍ୱର ଗର୍ଭରେ ପଡ଼ି ରହିଛି, ତା ମଧ୍ୟରୁ ତୋ ଆଡ଼କୁ ଧୀରେ ଉଠି ଚାଲିଲା ଏକ ପ୍ରାର୍ଥନା। ହେ ପ୍ରେମମୟ ପ୍ରଭୁ, ପରମ ଜ୍ଞାନଦାତା, ପରମ ଶୁଦ୍ଧିଦାତା, ମୋର ସମସ୍ତ ଉପାଦାନ, ସମସ୍ତ କର୍ମ ଯେପରି ନିରନ୍ତର ହୁଏ କେବଳ ତୋର ପ୍ରେମର, ତୋର ସମୃଦ୍ଧ ପରମ ପ୍ରଶାନ୍ତିର ପ୍ରକାଶ। ମୋ ହୃଦୟ ତୋର ସମୁନ୍ନତ ମହିମାର ଆନନ୍ଦମୟ ଗାନରେ ପୁଲକିତ। ମା।